ଆରପାରିରେ ସରପଞ୍ଚ ହରିହର କୁଣ୍ଡୁ। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ସାର୍ଡାଙ୍କା ପଞ୍ଚାୟତର ସରପଞ୍ଚ ହରିହର କୁଣ୍ଡୁ ଆଜି ସକାଳେ ମୃତ୍ୟୁବରଣ କରିଥିବାର ଜଣାପଡ଼ିଛି। ଦୀର୍ଘଦିନ ଧରି ସରପଞ୍ଚ ଶ୍ରୀଯୁକ୍ତ କୁଣ୍ଡୁ ଡାଇବେଟିସ୍ ରୋଗରେ ଆକ୍ରାନ୍ତ ହୋଇସାରି ଘରେ ସୁସ୍ଥ ନ ହେବା ଯୋଗୁଁ 2 ଦିନ ହେବ ହଠାତ୍ ଅଧିକ ଅସୁସ୍ଥ ଅନୁଭବ କରିଥିଲେ। ତେବେ ହଠାତ୍ ଆଜି ସକାଳେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ତୁରନ୍ତ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନେଇଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ 62 ବର୍ଷ ଛୁଇଁଥିଲା। ଏବେ ସାର୍ଡାଙ୍କା ପଞ୍ଚାୟତରେ ବେଶ୍ ଲୋକପ୍ରିୟ ସରପଞ୍ଚ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ। ତାଙ୍କର ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯିବା ସହ ଶେଷ ଦର୍ଶନ ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କର ଦୂରଦୂରାନ୍ତରୁ ଛୁଟି ଆସିଥିଲେ। ଖଇରାରୁ ନିରଞ୍ଜନ ବେହେରାଙ୍କ ରିପୋର୍ଟ, ନଜର ଓଡ଼ିଶା ଟିଭି।